ମୋ ନାଁ ସୁଜିତ। ମୁଁ କଟକରେ ରହେ ଆଉ କଟକରେ ମଧ୍ୟ ଜବ୍ କରେ। ମୋ ଅଫିସ୍ ଟାଇମ୍ ସକାଳ 7ଟାରୁ 3ଟା ପର୍ଯ୍ୟନ୍ତ। ଏ କାହାଣୀ ମାର୍ଚ୍ଚ ମାସର। ମୁଁ ଗୋଟେ ଘରେ ପେଇଂ ଗେଷ୍ଟ ପରି ରହୁଥିଲି। ଘର ମାଲିକ ରାଜୁ ମୋ ସାଙ୍ଗ ହୋଇଯାଇଥିଲା କାରଣ ଆମେ ଦୁହେଁ ଏକା ବୟସର। ରାଜୁର ବାହାଘର ହୋଇଯାଇଥିଲା। ତାର ଗୋଟେ 3 ବର୍ଷର ପୁଅ ବି ଅଛି। ସେ ପ୍ରାୟ ତା ଅଜା ଘରେ ରହେ। ରାଜୁ ବେଶୀ ଦଶମ ଫେଲ୍, ତେଣୁ ସେ କେଉଁଠି ବି ଜବ୍ କରିପାରେ ନାହିଁ। ସେ ଦିନ ଯାକ କେବଳ ତାସ୍ ଖେଳରେ କଟିଯାଏ ଆଉ ବେଳେବେଳେ କେଉଁଠି ଯାଇ କାମ କରିକି 2 ପଇସା ଆଣେ। ସେ ସେଇଥିରେ ବହୁତ ଖୁସିରେ ଥାଏ। ରାଜୁର ସ୍ତ୍ରୀର ନାଁ ହେଉଛି ସୀମା। ବୟସ 26 ବର୍ଷ। ପଇସା ଅଭାବରୁ ତା ସ୍ତ୍ରୀ ଗୋଟେ ସୋରୁମରେ କାମ କରେ। ରାଜୁର ଗୋଟେ ଭଉଣୀ ଅଛି, ନାଁଟି ତାର ଅସୀମା। ମୁଁ ତାଙ୍କୁ ଅସୀମା ଦିଦି କହି ଡାକେ। ତାଙ୍କ ବୟସ 34 ଖଣ୍ଡେ ହେବ। ତାଙ୍କର ସ୍ୱାମୀ ନାହାନ୍ତି। ତାଙ୍କର ଗୋଟେ 12 ବର୍ଷର ଝିଅ ଥିଲା। ତାଙ୍କର ଭାଗ୍ୟ ଏତେ ଖରାପ ଯେ ତାଙ୍କର ଗୋଟିଏ ବୋଲି ଝିଅ ଏ ବର୍ଷେ ହେଲା ଦେହାନ୍ତ କରିଛି। ତାଙ୍କ ଝିଅ ବେମାରରେ ପଡ଼ିଥିଲା। ପଇସା ଅଭାବରୁ ଚିକିତ୍ସା ନ ହୋଇପାରିବାରୁ ସେ ନଷ୍ଟ ହୋଇଗଲା। ତାଙ୍କ ସାଇଜ୍ 32, 30, 34 ହେବ। ଅସୀମା ଦିଦି ତାଙ୍କ ଘରେ ଏକୁଟିଆ ରୁହନ୍ତି। ସେ ବେଳେବେଳେ ରାଜୁ ଘରକୁ ଆସନ୍ତି। ଅଧିକା ସମୟ ଯେତେବେଳେ ପଇସା ଅଭାବ ହୁଏ ସେ ରାଜୁ ପାଖକୁ ଆସନ୍ତି। ଗୋଟେ ଦିନ ଦିଦିକୁ ପଇସା ଦରକାର ଥିଲା। ସେ ରାଜୁକୁ ଫୋନ୍ କଲେ। ରାଜୁ ଫୋନ୍ ନ ଉଠେଇବାରୁ ସେ ପାଖାପାଖି 3:30 ବେଳେ ରାଜୁ ଘରକୁ ଚାଲି ଆସିଲେ। ମୁଁ ଏକୁଟିଆ ବସି ଲାପଟପ୍ରେ ବଲିଉଡ୍ ହିରୋଇନମାନଙ୍କର ଲଙ୍ଗଳା ଫଟୋ ଦେଖୁଥିଲି। ସେହି ସମୟରେ ଡୋର୍ ବେଲ୍ ବାଜିଲା। ମୁଁ କବାଟ ଖୋଲିବାରୁ ଅସୀମା ଦିଦି ବାହାରେ ଠିଆ ହୋଇଥିଲେ। ସେଦିନ ଅସୀମା ଦିଦି ଭାରି ସୁନ୍ଦର ଲାଗୁଥିଲେ। ଦିଦି ରାଜୁ କଥା କହିବାରୁ ମୁଁ ସଙ୍ଗେ ସଙ୍ଗେ ରାଜୁକୁ ଫୋନ୍ କଲି। ସେ ଫୋନ୍ ଉଠେଇଲା ନାହିଁ। ମୁଁ ଦିଦିକୁ ବସିବାକୁ କହିଲି। ସେ ସୋଫା ଉପରେ ବସି କହିଲେ, ଏମିତି ଜୀବନ ଥାଇ ଲାଭ କ'ଣ, ଯେଉଁ ଜୀବନରେ ରଙ୍ଗ ନାହିଁ, କେବଳ ଦୁଃଖ ହିଁ ଦୁଃଖ। ମୁଁ ତାଙ୍କ କଥା ଶୁଣି ଚିନ୍ତାରେ ପଡ଼ିଗଲି। ମୁଁ ତାଙ୍କୁ ପଚାରିଲି, କ'ଣ ହେଲା ଦିଦି? ସେ କହିଲେ, କିଛି ନାହିଁ କହିକି କଥାକୁ ବୁଲେଇ ଦେଲେ। ମୁଁ ଦିଦିଙ୍କୁ କହିଲି, ଦିଦି ତୁମେ ଟିଭି ଦେଖୁଥାଅ, ମୁଁ ତୁମ ପାଇଁ ଚା ତିଆରି କରି ଆଣୁଛି। ମୁଁ ଚା ଧରି ଆସିଲା ବେଳକୁ ଦିଦି ଟିଭି ନ ଦେଖି ମୋ ଲାପଟପ୍ରେ ଥିବା ସେ ଲଙ୍ଗଳା ଫଟୋ ଦେଖୁଛନ୍ତି। ମୋର ମନେ ନଥିଲା ଲାପଟପ୍ ବନ୍ଦ କରିବା ପାଇଁ। ସେ ମୋତେ ଦେଖି ଲାପଟପ୍ ପାଖରୁ ଚାଲି ଆସି କହିଲେ, ବହୁତ ଭଲ ଲାପଟପ୍ ହୋଇଛି। ମୁଁ ଜାଣିସାରିଥିଲି ସେ ପର୍ଯ୍ୟନ୍ତ ଅସୀମା ଦିଦି କ'ଣ ଦେଖୁଥିଲେ। ଏଇ ଭିତରେ ଟିଭିରେ ଗୋଟେ ସୁନ୍ଦର ସିନ୍ ଆସିଗଲା। ଅସୀମା ଦିଦି କହିଲେ, ବାଃ କେତେ ଭଲ ସିନ୍। ମୁଁ ଚ୍ୟାନେଲ ବଦଳେଇ ଦେବାରୁ ଅସୀମା ଦିଦି କହିଲେ, ତୁମେ ତ ତୁମ ଲାପଟପ୍ରେ ଲଙ୍ଗଳା ଫଟୋ ଦେଖୁଛ, ତା ଆଗରେ ଏ ତ କିଛି ନୁହଁ। ଅସୀମା ଦିଦି ମୋ ଆଡ଼କୁ ଲାପଟପ୍ ବୁଲେଇ ଦେଲେ। ତାଙ୍କ କାର୍ଯ୍ୟ ଦେଖି ମୁଁ ପୁରା ଚିନ୍ତାରେ ପଡ଼ିଗଲି। ଅସୀମା ଦିଦି କହିଲେ, ତୁମେ ଏଇସବୁ ଦେଖ? ମୁଁ ଦିଦିଙ୍କୁ ସରି କହିଲି। ପ୍ଲିଜ୍ ଏସବୁ ଏମିତି ହୋଇଯାଏ, କିନ୍ତୁ ପ୍ଲିଜ୍ ତୁମେ ଏସବୁ ରାଜୁ ଆଗରେ କହିବ ନାହିଁ। ସେ ନହେଲେ ମୋତେ ଖରାପ ଭାବିବ। ସେ କହିଲେ, କହିବି ନାହିଁ, କିନ୍ତୁ ଗୋଟେ ସର୍ତ୍ତରେ। ମୁଁ କହିଲି, କ'ଣ ସର୍ତ୍ତ? ଦିଦି ବିନା କୌଣସି ଦ୍ୱନ୍ଦ୍ୱରେ କହିଲେ, ତୁମକୁ ମୋତେ ଗେହିବା ପାଇଁ ପଡ଼ିବ। ଗୋଟେ ସୁନ୍ଦରୀ ମହିଳା ମୁହଁରୁ ଏକଥା ଶୁଣି ମୁଁ ଆକାଶରେ ଉଡ଼ିବାକୁ ଲାଗିଲି। ଆଗାମୀ ମୁହୂର୍ତ୍ତରେ ମୁଁ ଅସୀମା ଦିଦିଙ୍କୁ ମୋ ବାହୁରେ ଚାବୁଡ଼ି ଧରିଲି। ମୋର ବି ଏଇ ଇଚ୍ଛା ଥିଲା, କେମିତି ଦିଦିଙ୍କୁ ଗେହିବି। ମୁଁ ଦିଦିକୁ ଚୁମା ଦେଉଥିଲି ଆଉ ସେ ମଧ୍ୟ ମୋତେ ସପୋର୍ଟ କରୁଥାନ୍ତି। ମୁଁ ଦିଦିଙ୍କୁ ଚୁମା ଦେଇ ଗୋଟେ ହାତରେ ତାଙ୍କ ଦୁଧକୁ ଦଳିବାକୁ ଲାଗିଲି। ଦିଦିଙ୍କର ଦୁଧ ଭାରି ଟାଇଟ୍ ଥିଲା। ତାଙ୍କ ଦୁଧ ଦଳିବାରେ ବହୁତ ମଜା ମଧ୍ୟ ଲାଗୁଥିଲା। ମୁଁ ଦିଦିଙ୍କୁ ଟେକି ଖଟ ଉପରକୁ ଆଣିଲି। ମୁଁ ଦିଦିର ଶାଢ଼ୀ ଖୋଲିଲି। ସେ କେବଳ ବ୍ଲାଉଜ ଓ ସାୟାରେ ଥିଲେ। ମୁଁ ସାଙ୍ଗେ ଦିଦିର ବ୍ଲାଉଜ ଖୋଲି ଅଲଗା କରିଦେଲି। ଦିଦି ଏବେ ଆହୁରି ସୁନ୍ଦର ଲାଗୁଥିଲେ। ଉପରୁ ତାଙ୍କର ଦୁଧ ଦଳିବାକୁ ଲାଗିଲେ। ଦିଦି ଖାଲି ସଁ ସଁ ହେଉଥାନ୍ତି। କ'ଣ କହିବି ବନ୍ଧୁମାନେ, ମୋତେ ସେତେବେଳେ ଯାହା ଲାଗୁଥିଲା। ଦିଦି ସାଙ୍ଗେ ମୋ ଦେହରୁ ସାର୍ଟ ଖୋଲି ଅଲଗା କଲେ। ଦିଦି ମୋ ଉପରେ ଶୋଇଥିଲେ। ଦିଦିଙ୍କର ବିଆ ମୋ ବାଣ୍ଡ ସହ ଟଚ୍ ହେଉଥିଲା। ଦିଦି ମୋର ପ୍ୟାଣ୍ଟ ଖୋଲିବାକୁ ଲାଗିଲେ। ମୁଁ ତାଙ୍କୁ ମୋର ଖୋଲିବାରେ ସାହାଯ୍ୟ କଲି। ଆଉ ମୁଁ ମୋର ଖୋଲିବା ମାତ୍ରେ 7 ଇଞ୍ଚର ବାଣ୍ଡ ଚଡ଼ି ଭିତରୁ ବାହାରିବା ପାଇଁ ଚେଷ୍ଟା କରୁଥିଲା। ମୁଁ ଦିଦିର ସାୟାକୁ ଜଲ୍ଦି ଖୋଲିଲି। ଦିଦିଙ୍କର ନାଲି ଚଡ଼ିରେ ତାଙ୍କ ବିଆ ପୁରା ସୁନ୍ଦର ଲାଗୁଥିଲା। ଆଉ ମୁଁ ମୋର ଚଡ଼ିକୁ ଖୋଲି ବାହାର କରିଦେଲି।
ମୋର ହଲୁଥିବା ବାଣ୍ଡକୁ ଦେଖି ଦିଦି କହିଲେ, ଏତେ ଲମ୍ବା ଓ ଏତେ ମୋଟା, ଏ ମୋ ବିୟାର ହାଲତ ପୁରା ଖରାପ କରିଦେବ। କହିକି ମୋ ବାଣ୍ଡକୁ ପାଟିରେ ପୁରେଇ ଚଷିବାକୁ ଲାଗିଲେ। ବହୁତ ସମୟ ପର୍ଯ୍ୟନ୍ତ ଦିଦି ମୋର ବାଣ୍ଡକୁ ଚଷିବା ପରେ ଦିଦିଙ୍କ ପାଟିରେ ମୋର ବାଣ୍ଡ ବୀର୍ଯ୍ୟ ଛାଡ଼ିଲା। ଦିଦି ଡେରି ନ କରି ମୋର ସବୁ ବୀର୍ଯ୍ୟକୁ ଚାଟି ପକାଇଲେ। ଆଉ ତାପରେ ମୁଁ ଦିଦିଙ୍କର ଚଡ଼ିକୁ ଖୋଲିଲି। ଦିଦିଙ୍କ ବିୟାରେ ଅଳ୍ପ ଅଳ୍ପ ଚୁଟି ଉଠିଥିଲା। ସେ ବାଳ ଦିଦି ବିୟାରେ ପୁରା ମସ୍ତ ଲାଗୁଥିଲା। ମୁଁ ତାଙ୍କ ବାଳୁଆ ବିୟାକୁ ଚାଟିବାକୁ ଲାଗିଲି। ଦିଦିଙ୍କ ମୁହଁରୁ ଖାଲି ଶବ୍ଦ ଆସୁଥାଏ, ଭଲରେ ଚାଟ, ବହୁତ ଦିନ ହେଲା ମୁଁ ଗିଆ ଖାଇନି। ଏଇ ଭିତରେ ସେ ପୁରା ଝଡ଼ିଗଲେ। ମୁଁ ତାଙ୍କୁ ବିୟା ପାଣି ପିଇଲି। ଟିକେ ଲୁଣିଆ ଲାଗୁଥିଲା, କିନ୍ତୁ ମଜା ଆସିଗଲା। ତାପରେ ମୁଁ ମୋର ଗଞ୍ଜି ଖୋଲି ଦେଇ ଦିଦିଙ୍କୁ ବେଡ଼ରେ ଶୁଆଇ ତାଙ୍କ ଉପରେ ଶୋଇଲି। ମୋ ବାଣ୍ଡ ତାଙ୍କ ବିୟା ଉପରେ ରଗୁଡ଼ୁଥିଲି। ଦିଦି କହିଲେ, ସୁଜିତ, ଏବେ ମୋତେ ଜଲ୍ଦି କେହି ଦେ, ବହୁତ ଦିନରୁ ମୁଁ ତଡ଼ପୁଥିଲି। ଯେମିତି ଦିଦି ବିୟାରେ ମୋର ବାଣ୍ଡ ରଖିଛି, ମୋର ଫୋନ୍ ରିଙ୍ଗ ହେଲା। ମୁଁ କହିଲି, ଶଳା ଏତିକି ବେଳେ କିଏ ମଲା? ମନେ ମନେ ଭାବିଲି କାହା ଫୋନ୍ ହୋଇଥିବ, ମୁଁ ଉଠେଇବିନି। କିନ୍ତୁ ଦେଖିଲି ଫୋନ୍ଟି ରାଜୁର ଥିଲା। ମୋର ଗାଣ୍ଡି ଫାଟିଗଲା। ଇଏ ଆଉ ଆସିନାହିଁ ତ? ମୁଁ ଅସୀମା ଦିଦିଙ୍କୁ ଜଲ୍ଦି କପଡ଼ା ପିନ୍ଧିବାକୁ କହିଲି। ଦିଦି ସଙ୍ଗେ ସଙ୍ଗେ କପଡ଼ା ପିନ୍ଧିବାକୁ ଲାଗିଲା। କ'ଣ କହିବି ସାଙ୍ଗମାନେ, ବାଣ୍ଡ ପୁରା ହିଟ୍ ଅଛି। ଆଉ ବିୟା ସାମ୍ନାରେ କିଏ ଯଦି ରଖିଦେବ କ'ଣ ହୁଏ ତୁମେମାନେ ଜାଣିପାରୁଥିବ। ମୁଁ ଫୋନ୍ ଉଠେଇଲି। ସେ କହିଲା, କ'ଣ ପାଇଁ ଫୋନ୍ କରିଥିଲୁ? ଏତିକି ଶୁଣି ମୋ ଦେହରେ ଜୀବନ ପଶିଲା। ମୁଁ କହିଲି, ହଁ, କେଉଁଠି ମରିଯାଇଥିଲୁ ରେ କମିନା? କେତେବେଳୁ ଫୋନ୍ କରିଥିଲି, ତୁ କ'ଣ ତାସ୍ ଖେଳିବାରେ ଏତେ ବ୍ୟସ୍ତ ଥିଲୁ? ମୁଁ କହିଲି, ଦିଦି ଘରକୁ ଆସିଛି ପଇସା ନେବା ପାଇଁ। ସେ ରାଗିଗଲା ଆଉ କହିଲା, ଯେତେବେଳେ ଦେଖ ପଇସା ମାଗୁଛି, ତାକୁ କହ କି ମୋ ପାଖରେ ପଇସା ନାହିଁ। ତା କଥା ଶୁଣି ମୁଁ ଚୁପ୍ ରହିଲି। ସେ ପୁଣି କହିଲା, ତାକୁ କହ ମୋର ଯିବା ପାଇଁ ଡେରି ହେବ, ସେ ଅପେକ୍ଷା କରିଥିବ। ମୁଁ କହିଲି, ଠିକ୍ ଅଛି। ତାପରେ ଆମେ ଦୁଇଜଣ ପୁଣି ଆମ କାମରେ ଲାଗିଗଲୁ। ଫଟାଫଟ ଆମେ ଆମର କପଡ଼ାକୁ ଖୋଲିଲୁ। ଦିଦି ମୋର ବାଣ୍ଡକୁ ଚଷିବାକୁ ଲାଗିଲା। ମୋତେ ଏତେ ମଜା ଆସୁଥିଲା କି ମୁଁ କହିପାରିବିନି। ପୁଣି ମୁଁ ଦିଦି ବିୟାରେ ଜିଭ ପୁରେଇଲି। ଦିଦି ଦେହ ପୁରା ଶିହରି ଉଠିଲା। ଆଉ ତା ବିୟାକୁ ସେ ମୋ ମୁହଁରେ ମାଡ଼ିଲା। ଦିଦି ପୁରା କାମୁକ ହୋଇ କହିଲା, ସୁଜିତ, ମୋ ବିୟାକୁ ଆଜି ଫାଡ଼ିଦେ। ମୋ ବିୟାକୁ ଏମିତି କେହେ ତାର ବର୍ଷରୁ ଥିବା ଇଚ୍ଛା ପୂରଣ ହୋଇଯିବ। ଏବେ ମୋତେ ଆଉ ତଡ଼ପା ନାହିଁ, ଜଲ୍ଦି କେହି ପକା। ଏବେ ମୁଁ ଆଉ ଡେରି ନ କରି ମୋର 7 ଇଞ୍ଚିଆ ବାଣ୍ଡକୁ ଦିଦି ବିୟାରେ ଗଳେଇ ଗୋଟେ ଜୋରଦାର ଧକ୍କା ମାରିଲି। ଦିଦି ପୁରା ଚିଲେଇ ଉଠିଲା। ମୋ 7 ଇଞ୍ଚର ବାଣ୍ଡ ଦିଦି ବିୟାରେ ଗଳି ସାରିଥିଲା। ଦିଦି ବହୁତ ସମୟରୁ ଗିଆ ଖାଇନଥିଲା, ତେଣୁ ବିୟା ପୁରା ଟାଇଟ୍ ଥିଲା। ମୁଁ ଆଉ ଗୋଟେ ଜୋରଦାର ଧକ୍କା ମାରିଲି। ମୋର ବାଣ୍ଡ ଟିକେ ବାହାରକୁ ଗଳିଲା। ଦିଦି ଆଖିରୁ ଲୁହ ବୋହିଗଲା। ମୁଁ ଦିଦିକୁ କହିଲି, ଦିଦି, ଦରଜ ହେଉଛି, ମୁଁ ବାହାର କରିଦେଉଛି। ଦିଦି କହିଲା, ଇଏ ହେଉଛି ଖୁସିର ଲୁହ। ବହୁତ ଦିନ ପରେ ଗିଆ ଖାଉଛି, ତୁ ମୋତେ ଜୋର ଜୋର କେହେ। ଆଜି ଶାଳୀର ବିୟାକୁ ଶାନ୍ତ କରିଦେ। ତାପରେ ମୁଁ ଜୋରସୋର ଦିଦି ବିୟାରେ ଗେହିବାକୁ ଲାଗିଲି। ମୋ ବାଣ୍ଡ ଦିଦିର ବିୟାର ଗଭୀରରେ ହଜି ଯାଇଥିଲା। ମୋ ବାଣ୍ଡ ଯେତେବେଳେ ଦିଦି ଗର୍ଭାଶୟରେ ବାଜୁଥିଲା, ଦିଦି ମୋତେ ତା ବାହୁରେ ଜୋରରେ ଜାବୁଡ଼ି ଧରୁଥିଲା। ଏମିତି ଲାଗୁଥିଲା ଦିଦି ବାହୁରେ ମୋର ଦମ ବାହାରିଯିବ। ଦିଦି ଏପର୍ଯ୍ୟନ୍ତ 2 ଥର ଝଡ଼ି ସାରିଥିଲା, କିନ୍ତୁ ମୋର ଏବେ ବାହାରିବାର ସମୟ ହୋଇନଥିଲା। ଦିଦିକୁ ମୁଁ ବହୁତ ଜୋରରେ ଜୋରରେ ଗେହିଥାଏ। ଦିଦି ମଜାରେ ମୋତେ ଗେହି ଚାଲିଥାଏ। ଦିଦି କହିଲା, ଏମିତି ଗିହା ଜୀବନରେ କେବେ ହୋଇନଥିଲା। ମୋ ଅସୀମା ଦିଦିର ଦୁଧ ଦଳି ଜୋର ଜୋର ଗେହୁଥାଏ। ଏବେ ସେ ଆଉ ଥରେ ଝଡ଼ିବାକୁ ଥିଲା। ଅସୀମା ଦିଦି ବିୟା ପୁଣି ପାଣି ଛାଡ଼ିଲା। ଏଇ ଭିତରେ ମୁଁ ଅସୀମା ଦିଦିକୁ କହିଲି, ମୋର ବି ବାହାରିବ। ଅସୀମା ଦିଦି କହିଲା, ମୋ ବିୟାରେ ତୋର ପାଣି ଛାଡ଼ିଦେ। ମୁଁ କହିଲି, ଯଦି ପିଲା ରହିବ? ଦିଦି କହିଲା, କ'ଣ ହେଲା, ମୋ ପିଲାର ବାପା ହୋଇଯିବ। ମୁଁ କହିଲି, ତାହେଲେ ମୁଁ ବାହାରେ ଛାଡ଼ି ଦେଉଛି। ଅସୀମା ଦିଦି କହିଲା, ଆରେ ମୁଁ ମଜା କରୁଛି, ମୋର ଅପରେସନ୍ ହୋଇଯାଇଛି, ମୁଁ ଆଉ ମା ହୋଇପାରିବିନି। 10-15 ଧକ୍କା ମାରିବା ପରେ ମୋର ବୀର୍ଯ୍ୟ ପିଚକାରି ମାରିଲା ଭଳି ଅସୀମା ଦିଦିର ବିୟାରେ ବହିଗଲା। ଏହି ସମୟରେ ଡୋରବେଲ୍ ବାଜିଲା। ଆମେ ଦୁଇଜଣ ହଡ଼ବଡ଼ ହୋଇ ଅଲଗା ହୋଇଗଲୁ ଓ ଅସୀମା ଦିଦିକୁ କହିଲି, ତୁମର ସବୁ କପଡ଼ା ନେଇ ତୁମେ ଗାଧୁଆ ଘରକୁ ଚାଲିଯାଅ। ଅସୀମା ଦିଦି ସବୁ କପଡ଼ା ନେଇ ଗାଧୁଆ ଘରକୁ ଚାଲିଗଲେ। କିନ୍ତୁ ଅସୀମା ଦିଦି ବିୟାରୁ ମୋର ବୀର୍ଯ୍ୟ ବେଡ଼ରୁମ୍ରୁ ଗାଧୁଆ ଘର ପର୍ଯ୍ୟନ୍ତ ଟୋପା ଟୋପା ହୋଇ ବହି ତଳେ ପଡ଼ିଯାଇଥିଲା। ମୋ ବୀର୍ଯ୍ୟର ଚିହ୍ନ ସଫା ସଫା ଜଣାପଡ଼ୁଥିଲା ଚଟାଣ ଉପରେ। ମୁଁ ଏସବୁକୁ ଭୁଲି ଯାଇ ଜଲ୍ଦି କପଡ଼ା ପିନ୍ଧି ଡୋର୍ ଖୋଲି ଦେଖିଲି କେହି ଭୁଲ ଠିକଣା ଆସି
ଡୋର ବେଲ୍ ବଜାଉଛି। ଯେତେବେଳେ ଫେରିଲି ଅସୀମା ଦିଦିକୁ ଡାକିଲି। ଅସୀମା ଦିଦି ବାହାରକୁ ଆସି ଚଟାଣରେ ପଡ଼ିଥିବା ବୀର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ସୁଜିତ, ତୁ ଏତେ ମାଲ ମୋ ବିଆରେ ଛାଡ଼ି ଦେଇଥିଲୁ। ତାପରେ ଅସୀମା ଦିଦି ଚଟାଣକୁ ସଫା କଲେ। ଏଇ ଭିତରେ ରାଜୁର ଫୋନ୍ ଆସିଲା। ସେ କହିଲା, ତଳକୁ ଆସ, ମୁଁ ଯାଉଛି। ମୁଁ ଅସୀମା ଦିଦିଙ୍କୁ ଗୋଟେ ସୁନ୍ଦର ଚୁମ୍ବନ ଦେଲି। ଦିଦି କହିଲେ, ମଜା ଆସିଗଲା। ତୋ ବାଣ୍ଡ ମୋ ବିଆକୁ ଠିକ୍ରେ ଶାନ୍ତ କରିଛି। କିଛି ସମୟ ଭିତରେ ଅସୀମା ଦିଦିକୁ ରାଜୁ ପଇସା ଦେଇ ସେ ତା ସ୍ତ୍ରୀକୁ ଆଣିବା ପାଇଁ ଚାଲିଗଲା। ଏବେ ଆମେ ଦୁଇଜଣ ଯେବେ ଗିହାଗିହି ପାଇଁ ଇଚ୍ଛା କରୁ, ଖୁବ୍ ଜୋରଦାର ଭାବରେ ଗିହାଗିହିର ମଜା ନେଉ। ଅସୀମା ଦିଦି ମୋର ବାଣ୍ଡକୁ ପାଇ ଆଉ ମୁଁ ଅସୀମା ଦିଦିଙ୍କର ବିଆକୁ ପାଇ ଆମେ ଦୁଇଜଣ ଭାରି ଖୁସି ଅଛୁ। ଆପଣମାନଙ୍କୁ ମୋ ଦିଦିକୁ ଗେହିବାଟା କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ହଁ, କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି, ତାହେଲେ ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହେଇଛି। ଜଲ୍ଦି ଯାଇ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଆଉ ହଁ, ଆମର ସେଠି ଟେଲିଗ୍ରାମରେ ଗୋଟେ ପେଡ୍ ଗ୍ରୁପ୍ ଅଛି, ଯେଉଁଠିକି ଆପଣମାନେ ମାତ୍ର 100 ଟଙ୍କା ଦେଇ ଆମର ସେ ପେଡ୍ ଗ୍ରୁପ୍ରେ ଜଏନ୍ ହୋଇପାରିବେ। ସେ ପେଡ୍ ଗ୍ରୁପ୍ରେ ଆପଣମାନେ ଓଡ଼ିଆ, ହିନ୍ଦୀ କିମ୍ବା ଅଲଗା ପ୍ରକାରର ସବୁ ପ୍ରକାର ଭାଇରାଲ ଭିଡ଼ିଓ ଏବଂ ସବୁ ଫଟୋ, ଲଙ୍ଗଳା ଫଟୋ, ବିଆ ଗାଣ୍ଡି ଦୁଧ ଏ ପ୍ରକାର ସବୁ ଭିଡ଼ିଓ ପାଇପାରିବେ। ଜଲ୍ଦି ଯାଇ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଲିଙ୍କ ଡେସ୍କ୍ରିପସନରେ କିମ୍ବା କମେଣ୍ଟ ବକ୍ସରେ ପିନ୍ କରାହେଇଛି। ଜଲ୍ଦି ଯାଇ ଜଏନ୍ ହୁଅନ୍ତୁ। ରହୁଛି, ଧନ୍ୟବାଦ।